ଗତକାଲି ଆମେ 25/8/2024 ବୈପାରୀଗୁଡ଼ା ଦିଗାପୁର ଜୟପୁର ରୋଡ଼ରେ ଗୋଟେ ହାଇୱା ଗାଡ଼ି କ୍ୟାପସାଇଜ୍ ହେଇଛି ବୋଲି ଖବର ଆସିଥିଲା ପୂଜାରୀପୁର ଛକରେ। ଖବର ପାଇ ଆମେ ଯାଇଥିଲୁ, ଷ୍ଟାଫ୍ ଯାଇଥିଲେ। ସେଠି ଗଲାବେଳକୁ ହାଇୱା ଗାଡ଼ି କ୍ୟାପସାଇଜ୍ ହେଇଥିଲା। ତାପରେ ସେ ଗାଡ଼ିକୁ ପୁରା ଚେକ୍ କରିବାରେ ସେଥିରେ ଗଞ୍ଜେଇ ଥିବାର ସନ୍ଦେହ ହେଲା। ତାପରେ ଆମେ ତାକୁ ମାଜିଷ୍ଟ୍ରେଟ୍ ତାଙ୍କୁ ଡାକି ସେ ସବୁ ସର୍ଚ୍ଚ କରିବାରେ ସେଥିରୁ ଟୋଟାଲ୍ 765 କେଜି 300 ଗ୍ରାମ ଗଞ୍ଜେଇ ସେଥିରୁ ଜବତ କରାଯାଇଛି। ଆଉ ସେ ହାଇୱା ଗାଡ଼ିକୁ ବି ଆମେ ଜବତ କରିଛୁ। ଏକ୍ୟୁଜ୍ କିଏ ଜଣାପଡ଼ି ନାହିଁ। ସେମାନେ ଅଲରେଡ଼ି ଫେରାର ହେଇଯାଇଥିଲେ ପହଞ୍ଚିଲା ବେଳକୁ। ସେ କିଏ କିଏ ଏଥିରେ ଇନଭଲ୍ଭ ଅଛନ୍ତି ଆମେ ଗୋଟେ ଟିମ୍ ଗଠନ କରି ସେ ବାବଦରେ ଇନଭେଷ୍ଟିଗେସନ୍ କରୁଛୁ। ଗାଡ଼ି ମାଲିକ ଚେକ୍ କରିଛୁ ଏଇ ଚାଲାଣରେ। ଆମେ ତା ଉପରେ ଭେରିଫାଏ କରୁଛୁ। ଯାଉଥିଲା ତ ବୈପାରୀଗୁଡ଼ାରୁ ଜୟପୁର ଆଡ଼େ ତାର ଯିବାର ଥିଲା, କିନ୍ତୁ ତାର ଡେଷ୍ଟିନେସନ୍ଟା ଆମକୁ ଏବେ ଜଣାପଡ଼ିନାହିଁ କୁଆଡ଼େ ଯାଇଥାନ୍ତା।